ଯୀଶୁଙ୍କ ମହିମା ସଦା ତାଙ୍କ କର ତାଙ୍କ ଆରାଧନା। ପ୍ରିୟ ଶ୍ରୋତା ବନ୍ଧୁ, এই ବିଷୟକ୍ରମର ଅଷ୍ଟାଦଶ ଭାଗକୁ ଆପଣଙ୍କୁ ସ୍ୱାଗତ। ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ତଥା ତାହାଙ୍କ ପ୍ରିୟ ପୁତ୍ର ମଧ୍ୟ ଅଟନ୍ତି। ଏହିସବୁ ଆମମାନେ ଧ୍ୟାନ କଲା ପରେ ଆଜି ଆମେ ଧ୍ୟାନ କରିବା ଯେ ସେ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ଅଟନ୍ତି। ଯୌନଲିତ ସୁସମାଚାର 3 ଅଧ୍ୟାୟର 16 ପଦରେ ଆମେ ଏହିପରି ପାଠ କରୁ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଅଦ୍ୱିତୀୟ ପୁତ୍ର, ଏହାର ଅର୍ଥ କ'ଣ? ଏହାକୁ ବୁଝିବା ନିମନ୍ତେ ଆମକୁ ପୁରାତନ ନିୟମକୁ ଯିବାକୁ ହେବ। ଇସାକଙ୍କ ବ୍ୟତୀତ ଅବ୍ରାହମଙ୍କର ଆହୁରି ପୁତ୍ରଗଣ ଥିଲେ, ଇସ୍ମାଏଲ, ସିମ୍ରନ, ଜକ୍ସନ ଇତ୍ୟାଦି। ମାତ୍ର ଯିଏ ସାରାଙ୍କ ଗର୍ଭରୁ ଜାତ ତଥା ଯାହାଙ୍କୁ ଅବ୍ରାହମ ଆପଣାର ସର୍ବସ୍ୱ ଦେଲେ ସେ ଏକମାତ୍ର ଇସାହାକ ଅଟନ୍ତି। ଆଦି ପୁସ୍ତକ 22 ଅଧ୍ୟାୟର 2 ପଦରେ। ତଦନୁରୂପେ ଆଜି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଅନେକ ଈଶ୍ୱରଙ୍କର ପୋଷ୍ୟ ପୁତ୍ର ଅଟନ୍ତି। ମାତ୍ର ଯିଏ ଈଶ୍ୱରଙ୍କ ସମ ସ୍ୱଭାବ ବିଶିଷ୍ଟ ସିଏ ଦେହବନ୍ତ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ତାହାଙ୍କ ଛଡ଼ା ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ରର ଉପାଧି ଆଉ କାହାକୁ ଦିଆଯାଇ ପାରିବ ନାହିଁ। ଆମ୍ଭେମାନେ ପ୍ରଥମରେ ପାଠ କରୁ ଯେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ତେବେ କାହା ପାଇଁ ଦାନ କଲେ? ଜଗତ ପାଇଁ, ଅର୍ଥାତ୍ ଆପଣଙ୍କର ଓ ମୋ ପାଇଁ ଦାନ କଲେ। ଆମକୁ ଅନନ୍ତକାଳୀନ ବିନାଶରୁ ରକ୍ଷା କରିବା ନିମନ୍ତେ ଦାନ କଲେ। ଆପଣ କି ବିନଷ୍ଟ ନ ହେବାଠାରୁ ରକ୍ଷା ପାଇବାକୁ ଚାହାନ୍ତି? ଆପଣ ଅନନ୍ତ ଜୀବନ ଚାହାନ୍ତି କି? ତେବେ ପ୍ରିୟ ଶ୍ରୋତା, ଈଶ୍ୱର ଆମକୁ ପ୍ରେମ କରି ଯେଉଁ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଆସନ୍ତୁ ତାଙ୍କଠାରେ ବିଶ୍ୱାସ କରି ଜାଣନ୍ତୁ ଯେ କିଏ